ନେକ୍ ଲାଇନରେ କର୍ଦାନା ଲେସ୍ ଲଗେଇବାକୁ ଆପଣଙ୍କୁ ପ୍ରୋବ୍ଲେମ ହେଉଛି କି? ପ୍ରଫେସନାଲ ତରିକାରେ ଆପଣ ଲଗେଇବାରେ ଅସଫଳ ହେଉଛନ୍ତି କି? ତ ଆଜି ନିଶ୍ଚିନ୍ତ ଏଇ ଭିଡ଼ିଓଟି ଦେଖିଦିଅନ୍ତୁ, ଆପଣଙ୍କର ସବୁ ପ୍ରୋବ୍ଲେମର ସଲ୍ଭ ହେଇଯିବ ଆଉ ପୁରା ପ୍ରଫେସନାଲ ୱେରେ ଆପଣଙ୍କୁ ମୁଁ ଶିଖେଇଦେବି। ଭିଡ଼ିଓଟି ପୁରା ଦେଖିବେ, ଜମା ବି ସ୍କିପ୍ କରିବେନି, ନହେଲେ ଆପଣ କନଫ୍ୟୁଜରେ ରହିଯିବେ। ପ୍ରିନ୍ସେସ୍ କଟ୍ର ବ୍ଲାଉଜ୍ ଅଛି, ଏଇଟା ହେଉଛି ନେକ୍ଟା ଅଛି, ଆଉ ଏଇଟା ହେଉଛି ଭି ନେକ୍ ଅଛି। ଆଉ ତ ଆମର ନେକ୍ କଟା ହେଇନି, ଦେଖନ୍ତୁ ଏପଟ ବି ନେକ୍ କଟା ହେଇନି। ଆଉ ମିଡିଲ ପଏଣ୍ଟରେ ମୁଁ ଷ୍ଟିଚ୍ କରିଦେଇଛି ସିଲେଇଟା। ଏଇ ଯେଉଁ ସିଲେଇଟା ହେଇଛି ଏଇଟା ହେଉଛି ଆମର ଷ୍ଟିଚ୍ ହେଲା ପ୍ଲସ୍ ଆପଣଙ୍କର ମିଡିଲ ପଏଣ୍ଟ ବାହାରିଗଲା, ତାକି ଆମର ପଏଣ୍ଟ ପରଫେକ୍ଟଲି ଆମେ ଜଏଣ୍ଟ କରିପାରିବା। ଠିକ୍ ଅଛି। ତ ଏପଟେ ମିଡିଲ ପଏଣ୍ଟ ଅଛି, ଏଇଠି ବି ହେଇ ଦେଖନ୍ତୁ ମୁଁ ଟିକେ ଡିଫରେଣ୍ଟ କଲରରେ ଦେଇଛି ସୂତା, ମାନେ ଟିକେ ଆପଣଙ୍କୁ ଦେଖା ଭିଜିବୁଲ ହବ ବୋଲି, ବ୍ଲାକ୍ ହେଲେ ଦେଖାଯିବନି ନା, ସେଥିପାଇଁ ଏଇ ସୂତା ଦେଇଛି। ଦେଖନ୍ତୁ ଆପଣ ଏଇଟା ମିଡିଲ ପଏଣ୍ଟ, ତ ଆମର ଏଇ ମିଡିଲରେ ନେକ୍ ଟିକେ କରିବାର ଅଛି। ତ ଆମକୁ ଗୋଟେ ଭି ନେକ୍ ଅଛି, ଠିକ୍ ଅଛି। ଆମର ଏଇଟା ଭି ନେକ୍ ଅଛି, ତ ଭି ନେକ୍କୁ ଆମେ ଏଠି ଏଥିରେ କର୍ଦାନା ବି ୟୁଜ୍ କରିବା। ତ କେମିତି କରିବା? ଠିକ୍ ଅଛି। ତ ଏବେ ଆକୁ ସାଇଡ୍ କରିବା, ତ ମିଡିଲ ପଏଣ୍ଟ ବାହାର କରିଦେବେ, ରଖିଲେ। ଏବେ ଆମ ଭିକି ଆଣିବା, ଠିକ୍ ଅଛି। ଭି ନେକ୍ରେ ଆପଣଙ୍କର ଏଇ ଯେଉଁ ସାଇଡ୍ଟେ ଅଛି, ଆମର ଏଇ ସାଇଡ୍ରେ ଷ୍ଟିଚ୍ ହେବ। ତ ଏଥିରେ ଆମେ କ'ଣ କରିବେ, ଆପଣ ଚକ୍ରେ ଏମିତି ଡାର୍କ କରିଦେବେ। ଦେଖନ୍ତୁ ଟିକେ ଅଲଗା ଚକ୍ରେ ଏମିତି ଡାର୍କ କରିଦେବେ, ସାଇଡ୍ରେ ଯେଉଁ ଆମର ପେପର ପେଷ୍ଟର ସାଇଡ୍ରେ ଡାର୍କ କରିଦେବେ, ନଚେତ୍ ଆପଣ ଷ୍ଟିଚ୍ କରିକି ନେଇପାରିବେ। ଠିକ୍ ଅଛି। ଦେଖନ୍ତୁ ମୁଁ ଡାର୍କ କରିଦେଲି, ଏପଟକୁ ମୋତେ ଦେଖାଯାଉଛି ଯେଉଁ ଚିହ୍ନଟା, ଏପଟକୁ ମୋତେ ଦେଖାଗଲା। ନହେଲେ ଆପଣ କ'ଣ କରିବେ, ଏ କଡ଼ରେ ଷ୍ଟିଚ୍ କରିକି ନେଇଯିବେ, ସିଲେଇ କରିକି ନେଇଯିବେ। ଏଇଟା ହେଉଛି ଆର ଡାର୍କ ପଏଣ୍ଟଟା, ଦେଖନ୍ତୁ ହେଲା। ଏପଟ ବି ମାନେ ଆମକୁ ସିଧା ପଟକୁ ଉତାରିବାର ଅଛି, ହେଲା। ଆମର ଭିଟା ଏଇ ସେପ୍ରେ ଭିଟା ଆମର ରେଡି କରିବାର ଅଛି। ଓକେ। ତ ଆମର ଏଇଟା ହେଇଗଲା। ଏବେ କର୍ଦାନା ଆମେ ୟୁଜ୍ କରିବା ଏଥିରେ, କାରଣ ଏଇ ଦୁଇଟା ଆଙ୍କରେ ଆମକୁ ଲଗେଇବାର ଅଛି। ଭି ଅଛି, ଏଠି କର୍ଣ୍ଣର ବୁଲେଇଲା ବେଳକୁ ପ୍ରୋବ୍ଲେମ ହେବ, ତ ମୁଁ ସେଥିରେ ଛୋଟ ଛୋଟ ପିସ୍ କରିଦେଇଛି। ଆପଣଙ୍କ ହିସାବରେ ଆପଣ ଛୋଟ ପିସ୍ କରିଦେବେ। ତ ଆକୁ ବି ସେମିତି ଆମେ କରିବା, ଯେମିତିକି ଇଏ ପଲଟେଇ ସାରିଲା ପରେ ଆମର ହେବ ଏପଟକୁ ସିଧା ହେଇଯିବ। ଠିକ୍। ଏବେ ଆମେ ଏଇ ଦୁଇଟା ଆଙ୍କ ଜଏଣ୍ଟ କରିବା। ଏଠି ଏଇ ଯେଉଁ ଭି ଅଛି, ଏ ଭିରେ ଆମେ ଆକୁ ଜଏଣ୍ଟ କରିବା। ତାକୁ ଆମେ ଏମିତି ସିଧା ଧରିବା, ଗୋଟେ ଉପରେ ଗୋଟେ ରଖିବା, ଓଲଟା ନୁହଁ, ଏମିତି ସିଧା ରଖିବା। ତାପରେ କ'ଣ କରିବା, ଆମର ଯେଉଁ ଗାର ଦେଇଛନ୍ତି, ଯେଉଁ ଗାର ଆମର ହେଉଛି ଗାଇଡ ଲାଇନ୍, ଆମର ଗାର ଉପରେ ପାଇପ୍ ଥୋଇବା। ଏକ୍ସଟ୍ରା ଇଆଡ଼କୁ ପଟିଟା ରହିବ ଏପଟକୁ ଏକ୍ସଟ୍ରା। ଆଉ ଯେଉଁ କର୍ଦାନା ଅଛି, କର୍ଦାନା ପୁରା ଯେଉଁଠି ଆମର ଦେଇଛନ୍ତି ସିଲେଇ, ସେଇଠି ରହିବ। ଠିକ୍ ଅଛି। ସେକେଣ୍ଡ ଇଏରେ ରହିବ, ଯେଉଁ ଫାଷ୍ଟ ଗୋଟେ ଲାଇନ୍ ରହିବ, ସେକେଣ୍ଡ ଲାଇନ୍ଟା ଯେଉଁଠି ଆମର ଗାର ଦେଇଛନ୍ତି, ଚିହ୍ନ ଦେଇଛନ୍ତି, ସେଇଠି ରହିବ। ଆକୁ ଏମିତି ଆମେ ଷ୍ଟିଚ୍ କରିକି ଯିବା। ଏମିତି ରଖିବେ, ପୁରା ଯେଉଁଠି ଆପଣ ଗାର ଦେଇଛନ୍ତି ପୁରା ସେଇଠି ଗାର ରଖିବେ, ନହେଲେ ଆପଣଙ୍କର ନେକ୍ ପୁଣି ନହେଲେ ଛୋଟ ବଡ଼ ହେଇଯିବ। ପୁରା ଆପଣଙ୍କର ସେଣ୍ଟର ଟୁ ସେଣ୍ଟର ରଖିବେ। ଏପଟଟା ବି ସେମିତି, ଆପଣ ଯେଉଁ ଦୁଇଟା କର୍ଦାନା ଲେସ୍ ଅଛି, ସେଇ ଲେସ୍କୁ ଲଗେଇବେ ଯେଉଁଠି ଆପଣ ପଏଣ୍ଟରେ ଛାଡ଼ିଛନ୍ତି, ସେଇ ପଏଣ୍ଟରୁ ଷ୍ଟାର୍ଟ କରିବେ। ଅଧିକ ଷ୍ଟିଚ୍ କରିବା ତାପରେ ଦରକାର ନାହିଁ। ଏଇଟା ବଡ଼ ପିସ୍ ଷ୍ଟିଚ୍ ଅଛି, କରିବା ମୁଁ ଏଠି ଆରମ୍ଭ ଛାଡ଼ିଦେଲି। କରିବେ। ଦେଖନ୍ତୁ ପୁରା ଏତିକି ଧାରେ ଆମର ଧାରେ ଯେହେତୁ ଷ୍ଟିଚ୍ ଏଇଠି କରିବେ, ପଏଣ୍ଟ ଅଛି, ଆମର ଆଉ ସେ ପୁରା ପଏଣ୍ଟକୁ ଫିନିସିଂର ଆଣିକି ସହ ଛାଡ଼ିଦେବେ। ଷ୍ଟିଚ୍ କରିବେ, ଯେମିତି ସେପଟଟା ଲାଗିଗଲା ସେମିତି ଆମର ଏଟା ଯେମିତି ଲାଗିଯିବ। ଦେଖନ୍ତୁ ଆପଣଙ୍କର ଏବେ ଏଥିରେ କର୍ଦାନାଟା ଆପଣ ଲଗେଇଦେଲେ। କେଉଁଥିରେ? ଆପଣଙ୍କର ଯେଉଁ କରିଛନ୍ତି ଭି ସେପ୍ କରିଛନ୍ତି। ତ ଆକୁ ଆମେ ଏଠି ଏକ୍ସଟ୍ରାଟା କଟ୍ କରିଦେବା, ଏଠି ଦରକାର ନାହିଁ ଏତେ, ହେଲା। ଏବେ ଏତିକି ଆମର ରହିଲା। ଏବେ ଆମେ ଆଣିବା ମେନ୍ ଫାବ୍ରିକ୍। ତ ମେନ୍ ଫାବ୍ରିକ୍ କ'ଣ କରିବେ, ଏଟାକୁ ଓଲଟା ଏମିତି ପକେଇବେ। ଠିକ୍ ଅଛି। এটা ଓଲଟା ପକେଇବେ। ଏଇ ଯେଉଁ ଆମେ ଷ୍ଟିଚ୍ କରୁଛନ୍ତି, ସେ ଷ୍ଟିଚ୍ରେ ଆମେ ପୁଣି ଷ୍ଟିଚ୍ କରିକି ଯିବା। ଏବେ ଆର ମିଡିଲ ପଏଣ୍ଟ ଏଇ ଦୁଇଟା, ଏଇ ଯେଉଁ ଆମେ ଭିର ମିଡିଲ ପଏଣ୍ଟ ବାହାର କରିଦେବା। ଆମର ଯେଉଁ କର୍ଦାନା ଲଗେଇଛନ୍ତି, ସେ କର୍ଦାନାକୁ ଫୋକସ୍ କରିକି ଆର ମିଡିଲ ପଏଣ୍ଟଟା ବାହାର କରିଦେବା। এটা ହେଲା ମିଡିଲ ପଏଣ୍ଟ। ନସ୍ ଦେଇଦେବା, ସେଠି ଗୋଟେ ଗାର ଦେଇଦେବା, ତାକି ଆମକୁ ଦେଖାଯିବ ଭଲ ଭାବରେ। ଠିକ୍ ଅଛି। ଦେଖନ୍ତୁ ମଝିରେ ଗୋଟେ ଗାର ଦେଇଦେଲେ, ଆର ମିଡିଲ ପଏଣ୍ଟ ହେଇଗଲା। ଏବେ ଆମେ କ'ଣ କରିବା, ଏଇ ମିଡିଲ ପଏଣ୍ଟକୁ ଆଣିକି ଏଇଠି ସେଟ୍ କରିବା। ଠିକ୍ ଅଛି।
पूरा ये जो गार को गार देइछन्ती आपण स्टिच देइछन्ती सेठी आपण पिन अप कर देबे नसेत स्टिच करके भी नहीं पारिबे मु पिन कर दउची पूरा गार को गार जोठी आपण सिलाई हेची आ ए गार पूरा मैच करिवे नहले आपणकर कौन हब ना नेक टा ऊपर नीचा हो छोट बड़ हो गोटे साइड की बढ़ी गोटे साइड कमी से प्रोब्लेम टा न हो से पूरा मिडिले मिडिले आपणकर पिन सेट करेंगे नचेत आप बेटर हम स्टिच करके नहीं ठीक अच्छे आपन को जोटा बेटर हम आप करतु तो एमती करके नेबा तो मुझे पिन मार दूचे है तो ये आम कौन करवा फिक्स करने आपन को भल कि पिन अप करा पड़ो ना आपंकर बेक कौन हुए ना बेले बेले बंका हो जाए तो ये मुझे गोटे पिन करदेली एपटा मुझे स्टिच करके नेबी है एबे ए जो लाइन ने स्टिच कर लाइन लाइन आमको यहाँ स्टिच करा पड़ो ठीक अच्छे से लाइन रे कारण ताठू एपट सेपट हेबेनी तो एपटू आम स्टिच करवा कहीं आम पादिटा एपट लगी एपटू कले आमर ये कटदाना रही सिले हेनी एपटे एपटू जदि करवा यपटे आम कटदाना रही जाइए तो आमर आराम से स्टिच हो तो यपटू आम सिले आरंभ करवा ये साइज करके धरवा आमर जमती कपड़ा अच्छी है जमती स्टिच करमती तार से सिलाई ऊपर सिलाई करके दिबे है एबे हमर सिलाई गला एबे आपको पिन को Please सेट कर देबा subscribe. हमें जहाँ भी सेट करथिले हम कौन करबा ए जो अच्छी ये कट करबा ठीक अछि है कट करके बाहर कर देबा कॉर्नर रे एठी गोटे वी रे जो अछि गोटे बड़ कट लगेबे जेमति आपन वी टा मूव करबो ठीक अछि तो एबे कौन करबे आपको आराम से बुलेबे न टॉप स्टिच दे पारबे नचेत आपन जदि टॉप स्टिच न देबे सीधा एमती बुले देबे है एमती सीधा बुले देबे आपन टॉप स्टिच भी देकी नहीं पारिबे किछि नहीं नले आपन एमती बुले के ऊपर भी स्टिच दे पारिबे तो मु बुले साला परे आबे कौन करबी टिके सेट करबी आपनकर जो पटदाना अछि ए दिटा को कौन करबे एटा को एमती जो अछि ए दिटा मिसई की आसन मिसई की गोटे स्टिच कर देबे तो ये मिसी गला एबे आको एमती पलटे देबे ठीक अछि आ पलटे देके टिके आयरन करके नहीं आसिबा आयरन करके नहीं आसला परे आर लुक टा एमती ही गला हमर भी नेक रे लागी गला देखंत केते सुंदर भाबरे हमर कटदाना लागी गला भितर इनविजिबल भी हे गला आ आई होप आपण मानकु निहाती वीडियो टी भल लागिथिबो आ कटदाना लगेबे आजिर वीडियो रे आपण सिखि जायथिबे आई होप निश्चिंत भाबरे जदि भी किछि डाउट रहला प्लीज फ्रेंड्स कमेंट करिवे आ निहाती लाइक करिवे आ फ्रेंड सर्कल ले शेयर भी करिवे आ सब्सक्राइब करिया को जमा भी भूलिबेनी तो रहुछि फ्रेंड्स देखा आ गोटे सुंदर टॉपिक उपरे आ जोटा कि आपनको निश्चिंत हेल्पफुल हबो आ मु सेमती देखि देखि बाछि बाछि आपन पय हेल्पफुल वीडियो नै कि आसुछि जोटा कि गोटे वीडियो मु अपलोड करबी जोटा जोथरे कि आपन सेथरु सब परफेक्टली सिखि परिबे आ थरकर को जिंस फ्रेंड्स हुएनी थर जदी एपट सेपट होउछि बुझि पारना आ थर देखि दियंतु निहाती आपनको बुझि जिवे आ आपन नॉलेज रे आसी जिवो ठीक अछि रहुछि फ्रेंड्स थैंक यू जय जगन्नाथ जय जगन्नाथ।